ଦେବକୀର ପୁତ୍ର ଜନ୍ମ। ଏଥୁ ଅନନ୍ତରେ ପରୀକ୍ଷ ନାମେ ମହାରାଜା ଶୁକମୁନି ଚରଣରେ କଲେ ଦିବ୍ୟ ପୂଜା। ଭୂମୁନି କହିବା ମତେ ଶ୍ରୀହରି ଚରିତ, ତୁମ୍ଭ ମୁଖୁ ଶୁଣି ମୁଇଁ ହୋଇବି ପବିତ୍ର। ବସୁଦେବ ଦେବକୀକୁ ବିଭାଜେ ହୋଇଲେ, କେମନ୍ତ କରିଣ ତାର ପୁତ୍ର ଜନ୍ମ ହେଲା। କଂସ ରାଜା ଦେବକୀକୁ ବୋଇଲା ଉତ୍ତର, ପୁତ୍ର ଜନ୍ମ ହେଲା ହେତୁ ମୋହର ଛାମୁର। ଦେବକୀର ପୁତ୍ର ଜନ୍ମ ହେଲା କି ନ ହେଲା, ଏହି କଥା କହ ମତେ ମୁନିବର ଭଲା। ଶୁକ ବୋଇଲେ ତୁ ଶୁଣ ପରୀକ୍ଷିତ ରାଏ, ଶ୍ରୀହରିର କଥା ଶୁଣି ପାପ କର କ୍ଷୟେ। ପଚାରିଲୁ ଦେବକୀର ପୁତ୍ର କି ହୋଇଲା, ମନ ନିବେଶିଣ ଶୁଣ କହୁଅଛି ଭଲା। ଏହିପରି କଂସ ରାଜା କରନ୍ତେ ଆକଟ, କ୍ଷତ୍ରି ହୋଇ ପଶିବାକୁ ଆଉ ନାହିଁ ବାଟ। କଂସର 35 ବୟସ ବେଳରେ, ଡଗର କହିଲା ଆସି କଂସର ଛାମୁରେ। ଶୁଣ ଦେବ କଂସ ବୀର କୌଣସି ପଣ, ଯାହା କହୁଅଛି ତାହା ମନ ଦେଇ ଶୁଣ। ଚଞ୍ଚଳେ ବୋଇଲେ ତହୁଁ କଂସର ଡଗର, ମାସକେ ଗର୍ଭ ହୋଇଲା ଦେବକୀ ଭଗ୍ନୀର। ଶୁଣି କରି କଂସାସୁର ମହା ଭୟ କଲା, ଉଗ୍ରସେନକୁ ରାଇଣ ଚାଣ୍ଡେ ଆଜ୍ଞା ଦେଲା। ଆଣ ହେ ଉଗ୍ରସେନ ତୁ ଶୀଘ୍ର ଦେବକୀକୁ, ତା ଶୁଣି ଉଗ୍ରସେନ ହୃଦ ଦୁକୁ ଦୁକୁ। ଭୟ ପାଇ ବୋଲଇ ମୁଁ ଆଣିବି ଛାମୁରେ, ବେଗେ ବେଗେ ଗମନ ସେ କରେ ଅତି ଖରେ। ପ୍ରବେଶ ହୋଇଲେ ଯାଇ ବସୁଦେବପୁରେ, 56 କୋଟି ଅଛନ୍ତି ଯାଦବ ସଙ୍ଗରେ। ମନ ମଧ୍ୟେ ଦେବକୀର କଥା ଭାଳେ ପୁଣ, ନୟନ ଲୋତକ ଧାରା ବହେ ଘନ ଘନ। ହୃଦୟରେ ଚିନ୍ତା କରି ଦେବ ଚକ୍ରଧର, ଏହି ସଙ୍କଟରୁ ମତେ ବାରେ ରକ୍ଷା କର। ଏ ମୋର ଦୁହିତା କଷ୍ଟ ଫେଡ଼ ଚକ୍ର ପାଣି, ଦେବକୀ ବସୁଦେବକୁ ରଖ ହୁଏ କ୍ଷଣି। ତୋହର ବନ୍ଧନ ତୁହି ହୁଅଇ ମୁକତ, ଏ କଷ୍ଟରୁ ତ୍ରାହି କର ଦେବାଧିଅନେତ। ଶ୍ରୀହରିଙ୍କ ନାମ ଧରି ଦେବକୀ ରାଇଲା, ବସୁଦେବ ଦେବକୀକୁ ଧରି ଘେନି ଗଲା। ପୁଣି ବେଗେ ଚାରି କଂସ ପେଶିଲା ବହନ, ଉଛୁର ହୋଇଲା ତାନ ଆସେ ଉଗ୍ରସେନ। ଏତେବେଳ ଯାଏ କିମ୍ପା ଉଛୁର ସେ କଲା, କିଅ ବା ଦୁହିତା ସେ କାହିଁ ଲୁଚାଇଲା। ଦୁହିତା ନ ଆଣେ ଯଦି ଉଗ୍ରସେନକୁ ହିଁ, ଅବଶ୍ୟ ନାଶ କରିବି ବିଷାବଳୀ ଦେଇ। ଡଗର ଯାରେ ବୋଲି ଦ୍ରୁମିଲାର ସୁତ, ବୋଲେ ଉଗ୍ରସେନ ଘେନି ଆଣ ମୋ ଅଗ୍ରତ। ବାଟରେ ଭେଟିଲେ ସେହି ଆସନ୍ତି ଦଉଡ଼ି, ଏତେ ଉଛୁର କଲାରୁ ରାଗୁଛୁ ନୃପତି। ଆଉ ଉଗ୍ରସେନ ରାଜା କଂସ ସନ୍ନିଧାନ, ଆଜ୍ଞା ଦେଇ ଅଛନ୍ତି ସେ କଂସାସୁର ରାଣ। ଏତେବେଳେ ଯାଏ କିମ୍ପା ହୋଇଲା ଉଛୁର, ଆଜି ନାସି ବଟି ତୋତେ କଂସ ନୃପବୀର। ମହାଭୟ ଉଗ୍ରସେନ ଥରହର ହୋଇ, ଛାମୁରେ ଅର୍ପିଲା ନେଇ ଦୁଇ ଜଣଙ୍କୁ ହିଁ। ଦେଖି କରି କଂସ ବଡ଼ ହରଷ ହୋଇଲା, ଉଗ୍ରସେନ ମୋର ଶତ୍ରୁ ଆଣି ପାଶେ ଦେଲା। ଏହା ମନେ ମୋର ଅତି ନାହିଁ ଟିବିକାର, ଏତେ ବୋଲି ଛାଡ଼ି ଦେଲା ତାକୁ ଉପହାର। ଦେବକୀକୁ କଂସ ରାଜା ବୋଲଇ ଉତ୍ତର, ଯାହା ସତ୍ୟ କରିଅଛୁ ମୋହର ଆଗର। ତେବେ ଗର୍ଭ ଉପୁଜିବ ତୋହରି ପେଟର, ସବୁ ଆଣି ସମର୍ପିବୁ ମୋହର ଛାମୁର। ତେବେ ସିନା ମୋହ ପଣ ହେବ ମୁଁ ଜାଣିବି, ମୁହିଁ ବର୍ତ୍ତିଥିଲେ ତୋତେ ସଦୟ ହୋଇବି। ତୋହର ନନ୍ଦନ ମତେ ଯେବେଟି ମିଳିବ, ସେ ପୁତ୍ର ଜନମ ହୋଇ କେତେ କି କରିବ। ଦେବକୀ ବୋଇଲେ ଭାଇ ନ କର ହୋ ଦ୍ୱନ୍ଦ, ତୁହି ସିନା ଅଟୁ ମୋର ପୂର୍ଣ୍ଣିମାର ଚାନ୍ଦ। ବସୁଦେବ ବୋଲେ ପୁଣି ପୁତ୍ର କିସ କାର୍ଯ୍ୟ, ତୁହି ବର୍ତ୍ତିଥିଲେ ଆମ୍ଭେ ପାଇବୁ ଐଶ୍ୱର୍ଯ୍ୟ। ନାହିଁ ଆମ୍ଭ ପୁତ୍ର କନ୍ୟା କେବେ ପ୍ରୟୋଜନ, ତୁମ୍ଭେ ବଞ୍ଚିଥିଲେ ଆମ୍ଭେ ପାଇବୁ ପୁଣ୍ୟ। ଏହା ବୋଲି କଂସଠାରେ ସେ ଦୁହେଁ କହିଲେ, ଗୁଣଗ୍ରାହୀ କଂସ ରାଜା ଆନନ୍ଦ ହୋଇଲେ।
कंस बोले थिबे मते मोहर सहित निश्चय आनीथिब तुम्भे मोर पंचभूत से भी नई तुम्भ पुत्र जेबे शत्रु मोर ए पुत्र रे प्रयोजन किस हेब तोर एही परी कंस राजा बोलई बचन बंदी घरे तुम्भे रही थावे निजन शुणी करी वसुदेव कृष्ण कला चिंता अक्रूर बोलई शुण नृपे मोर कथा कि निमंते बंदी घरे भरी बुए हांकु जन्म मात्र हेउथिब पुत्र दुही तांकु कंस बोइला ए कथा सत्य कि हो पूर्ण वसुदेव बोले राय एक कथा प्रमाण पुत्र जन्मिले मुहि हेबी समर्पी देवी समर्पीण तू ही जी थिले मोर सकल कारण हसी तो ही कंस राजा बोलई बचन मंदिर रे तुम्भे थाओ निश्चिंत होइण आलो देव कि तू मुंड छून मोहर तेबे मु प्रत्यय जीवी हृदय मध्यर देव कि बोइला भाई तोहर शपथ शिर छुएंते हरस हेले नृपनाथ वसुदेव देव कि जे हर्ष मने हांती जाइन रहिले सेही आपना भुवने वीर सेन को चाहिण बोले कंस वीर चंचल तो मणुथिबु तु वसुदेवर उग्रसेन हित पाई जगिथिबु पुर 56 कोटी जादव थांतु संगतर वसुदेव देव कि हे विषादरे थांती श्रीहरि नाम गोटी को सतत चिंतती एही परी 9 मास पुणी पुरी गला 10 मास संपूर्ण पुत्र को जन्मिला कंस को कहिला जाई वीर उग्रसेन देवकीर एक पुत्र होइला जन्म शुणी करी कंस राजा भाले मने मने देवकी बोइरी मोर होइला जन्मे एबे से बोइरी जन्म होइला मोहर हरस विषाद होई द्रुमिला कुमार वसुदेव देवकी जे पुत्र को घेनिण समर्पिण देला नेई कंस सन्निधान पुत्र को चाहिण बोले कंसासुर वीर तुम्भे भण जा होइण बोइरी मोहर एहा बोली बालकर धरे पाद दुई द्रुमिला पर्वते नेई कचाड़िला सेही कचाड़िला मृत्यु को से लभिला कोमर देह नाही जानते गला सेहु गगनर कंस विचारिला मोर बैरी नाश गला मथुरा नगरे उत्सव मान कराइला ए रूपे राज्य करई कंस महावीर निश्चिंत होई रहिला अति आनंदर दुख मने वसुदेव देवकी तांती जेउ पुत्र जात हुए कंस को दियंती ए रूपे 56 कोटी ए रूपे 6 बरसे 6 पुत्र जन्मिला समस्त पुत्र को नेई कंसे समर्पिला भणजा मान माइला कंस नृपवर जानिला से शत्रु माने मेलेणी मोलेणी मोहर एहा बोली नगर रे घोषणा बादिला शत्रुनाश महोत्सव मथुरा रे कला एमंत महोत्सव मथुरा नगरे निश्चिंत होई बसिला द्रुमिला कुमरे कंसर हरस बेल शून्यवाणी हेला आहे कंस तोर शत्रु अचटित भला एबे जे देवकी गर्भे होइब उत्पन्न अष्टम गर्भरे पुत्र नासिब बहन चेकी थाओ कंस बोली सुहिला शून्य रे शुणी करी कंस राजा हेला छन छन उग्रसेन राई आज्ञा देला से बहन देवकी वसुदेव को रख बंदीरेण निर्बंधे जगिण थिब बंदी घर पूर इंद्र वाक्य आज्ञा देले कंस नृपवर उग्रसेन को बोइला निर्बंधे जगिब देवकीर पुत्र हेले मते आनी देव एथु अनंतरे सुख मुनि चरण रे निवेदन परीक्ष जे अति आनंद रे
ଗ୍ରନ୍ଥର ପ୍ରଶ୍ନକୁ ମୁହିଁ ନୁହଁ ଭାଜନ ପ୍ରତ୍ୟେକ କଥାରେ ଅଛି ହରି କଥା ମାନ ଦେବକୀର ଷଡ଼ ପୁତ୍ର ଜନ୍ମ ହୋଇଲା ଜନ୍ମଦିନ ଅକାରଣେ କିମ୍ପା ନାଶ ଗଲା ଜନ୍ମିବାକୁ ମଲେ ସେହି କେଉଁ ପାତ କରେ କୃପା କରି ଶୁଣାଇଲେ ପାପ ଯିବ ଦୂରେ କହନ୍ତି ଯେ ସୁକ ମୁନି ପରୀକ୍ଷା ରାଜନ ହରି କଥା ଶୁଣିଲେ ତୁ ହେବୁ ପୁଣ୍ୟବାନ ସମୟ ନାମରେ ଏକ ଗୋଟି ସମ୍ବତ୍ସର ବାର ସୀତା ନାମେ ମଧ୍ୟ ସତ୍ୟର ଯୁଗର ଅମର ସଭାରେ ବସି ସହସ୍ର ଯୋନି ନୃତ୍ୟ କରି ନୃତ୍ୟ ରଙ୍ଗ କରୁଛନ୍ତି ଦେବତାଙ୍କୁ ଘେନି ଏହି କାଳେ ସ୍ୱର୍ଗେ ବିଶ୍ଵା ବସୁ ଯେ ଗନ୍ଧର୍ବେ ଷଡ଼ପୁତ୍ର ଘେନି ସେହି ନାଚେ ସଦଭାବେ 64 କୋଟି ଅପ୍ସରୀଛନ୍ତି ଉଭା ହୋଇ ପୁରନ୍ଧର ବସିଛନ୍ତି ଶୁଭମସ୍ତୁ ଠାଇଁ ଦେବଗଣ ବସିଛନ୍ତି ତାଙ୍କ ପାରୁଷରେ ନୃତ୍ୟକାର ଗନ୍ଧର୍ବେ ଯେ ନାଚନ୍ତି ସେଠାରେ ଛାମୁରେ କରନ୍ତି ତାଳ ଧରି ନୃତ୍ୟ ରସ ଦେଖିଣ ମଘବା ହେଲା ଅତ୍ୟନ୍ତ ହରସ ଶେଷଡ଼ଙ୍କୁ ବୋଲେ ତମ୍ଭେ ନୃତ୍ୟ ରଙ୍ଗ କର ଆଜି ନୃତ୍ୟ ପଡ଼ିଅଛି ତୁମ୍ଭର ଭାଗର ଏହା ଶୁଣିଣ ପରୀକ୍ଷ ସୁକେ ପଚାରିଲେ ସେହି ଷଡ଼ଙ୍କର ନାମ କି କହ ବୋଇଲେ ଏଡ଼େ ଖ୍ୟାତ ମନ୍ତେ ସେହି ଗଗନ ମଣ୍ଡଳେ ତାହାଙ୍କର ନାମ ମତେ ବୋଲ ସତଶୀଳେ ପ୍ରତିବଚନେ ବୋଲନ୍ତି ତୁମ୍ଭେ ମୁନିବର ଏ ଷଡ଼ଙ୍କ ନାମ ତୁମ୍ଭେ ଶୁଣ ନୃପବର ସୁତ ସେନ କୃତ ସେନ ଚାରୁ ସେନ ଜାଣ ମୋହି ସେନ ବୀର ସେନ ମୟ ସେନ ନାମ ଏହି ଷଡ଼ ନୃତ୍ୟକାରୀ ଅଟନ୍ତି ପ୍ରଧାନ ଇନ୍ଦ୍ର ବଚନେ ପରୀକ୍ଷ ହେଲା ହର୍ଷ ମନ କହ ମତେ ଗନ୍ଧର୍ବକୁ ଏବେ ନୃତ୍ୟ ରସ ସୁକ ମୁନି କହନ୍ତି ଯେ ହୋଇଣ ହରସ ଇନ୍ଦ୍ର ବୋଲେ ଏକ ଶୁଣ ହେ ଗନ୍ଧର୍ବ ବୀର ଆଜି ନୃତ୍ୟ ପଢ଼ିଅଛି ତୁମ୍ଭର ଭାଗର ପୁରନ୍ଧର ବଚନରେ ଗନ୍ଧର୍ବ ସଧୀରେ ଅତ୍ୟନ୍ତ ହରସେ ନୃତ୍ୟ କରନ୍ତି ସଭାରେ ଦେଖିଣ ସୁରେନ୍ଦ୍ର ହେଲା ଅତି ମୋହ ମନ ଧନ୍ୟରେ ଗନ୍ଧର୍ବ ତୁମ୍ଭେ ତୁମ୍ଭର ଜୀବନ ତେଣୁ ସେ ଗନ୍ଧର୍ବଙ୍କର ଉତ୍ପୋଷିଲା ମତି ଭୋଳରେ ନୃତ୍ୟ କରନ୍ତି ଉର୍ବଶୀର କତି ଇନ୍ଦ୍ର ଯହୁଁ ଦେଖିଲା କ ଉର୍ବଶୀ ଲମ୍ପଟ ମତି ଭ୍ରମ ଯୋଗେରେ ତ ନୁହେଁ ରସ ନାଟ କନ୍ୟା ଦେଖିଣ ଗନ୍ଧର୍ବେ ଉନ୍ନତ ହୋଇଲେ ତେଣୁ କରି ତୁମ୍ଭେ ମାନ ରସଭଙ୍ଗ କଲେ ପୁରନ୍ଧର ଅଭିଶାପ ଦେଲା ଯେ କ୍ଷଣରେ 6 ଜନ୍ମ ବାଟ ପୋଡ଼ା ଘରେ ଚୁର ଜହ୍ନେ ଅତି ବେଗେ ଆଣେ ପରଧନ ମଦନ ଉଦବେଗ ତୁମ୍ଭ କଲହୋତେ ସନ ମଛା ମୁରେ ନୃତ୍ୟ କରି ମତି ଭ୍ରମ ହେଲେ ଗୁରୁ ପତ୍ନୀ ତୁମ୍ଭେ ଦେଖି ହରିବ ବୋଇଲେ ଅଭିଶାପ ଘେନ ବୋଲି ସୁରେନ୍ଦ୍ର ବୋଇଲା ଶୁଣିଣ ଗନ୍ଧର୍ବଙ୍କର ଜ୍ଞାନ ହଜିଗଲା ପୁରନ୍ଦର ଅଭିଶାପ ଦିଅନ୍ତେ ବହନ କରପତ୍ର ଯୋଡ଼ି ଛଏ ବୋଲନ୍ତି ବଚନ ଦ୍ରୋହୀ ହେଲୁ ଆହେ ନାଥ ଆଜ୍ଞା ଏବେ ଦେବ କେମନ୍ତ ମୁଁ କତି ତେହୁଁ ହୋଇବ ମାଘବ ଇନ୍ଦ୍ର ବୋଇଲେ ଜନ୍ମାଜା ବାଟ ପୋଡ଼ା ଘରେ ପରଧନ ଆଣି ପୋଷ ଜୀବନ ତୁମ୍ଭର ଆର ଜନ୍ମେ ତୁମ୍ଭେ ସିନା ହୋଇବ ମୁକତ ଗନ୍ଧର୍ବକୁ ଏହିପରି କହି ସୁରନାଥ ସାପ ପାଇ ଚୋର ଘରେ ଜନ୍ମ ସେ ହୋଇଲା ଏହା ଶୁଣିଣ ପରୀକ୍ଷ ସୁକଙ୍କୁ ପୁଛିଲା ଭୋମୁନି ଏ କଥା ମତେ ବିଶେଷତ କହ ତୁମ୍ଭ ମୁଖୁ ଶୁଣିଲେ ମୋ ଛାଡ଼ିବ ସନ୍ଦେହ ତସ୍କରଙ୍କ ଘରେ ଜନ୍ମ ହେଲେ ଷଡ଼ବୀର କେମନ୍ତ ମୁକ୍ତି ଲୋଭିବେ ଆରେକ ଜନ୍ମାର
ଏହା ମତେ ସଂକ୍ଷେପୀଣ କହ ମୁନିବର, ହରି କଥା ଶୁଣି ପାପ ଦୂର ହେଉ ମୋର। ଶୁକ ମୁନି ଶୁଣି ବୋଇଲେ କ ଶୁଣ ଆଏ ରାଏ, ହରି ବଂଶ କଥା ଶୁଣି ପାପ କର କ୍ଷୟ। କେମନ୍ତେ ମୁକ୍ତି ହୋଇଲା ପଚାରିଲୁ ମତେ, ସାବଧାନ ହୋଇ ଶୁଣ ତୁହି ଏକ ଚିତେ। ବାସବର ବଚନରେ ସେହି ଷଡ଼ବୀର, କର ଯୋଡ଼ିଣ କହଇ ଇନ୍ଦ୍ରର ଛାମୁର। ପୁରନ୍ଧର ହୋତ ସାପ ହେତୁ ଆମ୍ଭେ ଜାତ, ପୁଣି କେଉଁ ସମୟରେ ହେବୁ ହୋମୁକତ। ଗାନ୍ଧର୍ବ ବିକଳ ଦେଖି ପୁରନ୍ଧର ବୋଲେ, ପରୀକ୍ଷ ଉଗ୍ରତେ ତାହା ସୁକ ଯେ କହିଲେ। ପୁନରପି ବିଛୁକକୁ ହୋଇବ ଜନମ, ଜନ୍ମ ମାତେ ଅସୁର ଯେ କରିବ ନିଧନ। ବିଷ୍ଣୁ ମାତା ଗର୍ଭରେ ତୁମ୍ଭେ ଲଭିବ ଜନମ, ତେବେ ସେ ତୁମ୍ଭର ପାପ ହୋଇବ ଦହନ। ଗୁରୁ ପତ୍ନୀ ଦେଖି ତୁମ୍ଭେ କଲ ହେ ବିକାର, ଶହେ ନାଶ ଯିବ ତୁମ୍ଭେ ଅସୁର ହସ୍ତର। ସେ ଷଡ଼ ଗନ୍ଧର୍ବ ଅଭିଶାପ ପାଇଥିଲେ, ପରୀକ୍ଷ ଶୁକ ମୁନିକୁ ତହିଁ ପଚାରିଲେ। ଭୋମନି ବର କହନ୍ତୁ ତାଙ୍କ ଉତ୍ତପତି, କେବେ ସେହି ମହାପାପ ଯିବେ ହେ ତଡ଼ତି। କେମନ୍ତ ପ୍ରକାରେ ସେ ଯେ ହୋଇଲେ ଜନମ, ଶୁକ ମୁନି ବୋଇଲେ କ ଶୁଣ ହୋ ରାଜନ। କହନ୍ତି ଶ୍ରୀ ଶୁକ ପୁଣି ପରୀକ୍ଷିତ ରାଏ, ଏହାଙ୍କର ଜନ୍ମ ଶୁଣି ପାପ କର କ୍ଷୟ। ଇନ୍ଦ୍ରରେ ଅଭିଶାପର ହୋଇଲା ଜନମ, ଚୋର ଘରେ ଗନ୍ଧର୍ବ ହୋଇଲେ ଉତ୍ତପନ। ଦ୍ୱାଦଶ ବରଷ ଚୋର ଗୃହରେ ବଢିଲା, ଦିନକୁ ଦିନ ସେମାନେ ଦୁର୍ଜୟ ହୋଇଲେ। 15 ବରଷ ପର୍ଯ୍ୟନ୍ତେ ପିତା ସାଙ୍ଗ ରହି, ଦିନକୁ ଦିନ ଜାଣିଲେ ବାଟ ପଡ଼ା ସେହି। 16 ବରଷେ ସେମାନେ ଦୁର୍ଜୟ ହୋଇଲେ, ପିତାର ଅଗ୍ରତେ ଦିନ ସେମାନେ କହିଲେ। ଭୋ ପିତା ତୁମ୍ଭେ ଆମ୍ଭକୁ ଦେଇଅଛ ଜନ୍ମ, ତୁମ୍ଭର ବାର ପଡ଼ିବା ନୁହଁ ଇଟି ଧର୍ମ। ପୁତ୍ର ଥାଉଁ ପିତା ଯେବେ ଦୁଃଖକୁ ପାଇବ, ଗୌରବ ନରକେ ସେହି କୁମର ପଡ଼ିବ। ଆଜହୁଁ ଭୋ ପିତା ତୁମ୍ଭେ ଗୃହେ ବସିଥିବ, ବାଟ ପଡ଼ିବାକୁ ତୁମ୍ଭେ କେବେ ହେନ ଯିବ। ଏହା ବୋଲି ପୁତ୍ରମାନେ ବୋଲନ୍ତି ଉତ୍ତର, ବାଟରେ ବସି ମନୁଷ୍ୟ ମାରନ୍ତି ଅପାର। ପିତା ମାତା ମାନଙ୍କୁ ସେ ସୁଖରେ ପୋଷନ୍ତି, ବ୍ରହ୍ମ ହତ୍ୟା କରି ଧନ ବହିଣ ଆଣନ୍ତି। ଏ ରୂପେ ଅନେକ ଲୋକେ କରନ୍ତି ନିଧନ, ଏହିପରି କରୁଥାନ୍ତି ଦେବବ୍ୟାସ ମାନ। ଅନେକ କାଳ ପର୍ଯ୍ୟନ୍ତ ମନୁଷ୍ୟ ମାଇଲେ, ଦିନେକ ଛଏ ଯେ ବାଟ ପଡ଼ିବାକୁ ଗଲେ। ବ୍ରହ୍ମ ହତ୍ୟା ସ୍ତ୍ରୀ ହତ୍ୟା ବିଚାର ନ କଲେ, ଅନେକ ପାପ ସେ କଲେ ଜନ୍ମିଣ ମହୀରେ। ଏହିପରି ଦିନେ ଜଗି ଅଛନ୍ତି ବାଟରେ, ବାରାଣସୀ ଯାଉଛନ୍ତି ଏକ ଦ୍ୱିଜବରେ। ଧନ ଦ୍ରବ୍ୟ ଘେନି ତୀର୍ଥେ କରନ୍ତି ଗମନ, ନିର୍ଜନ ସ୍ଥାନରେ ଆସି ମିଳିଲେ ବହନ। ଏହିପରି ଛଏ ତାଙ୍କୁ ବାଟରେ ଭେଟିଲେ, ଯଷ୍ଟି ଘେନିଣ ତାହାଙ୍କୁ ବାଟ ଉଗାଳିଲେ। ରହ ରହ ବୋଲି ଚୋରେ ବୋଲନ୍ତି ବଚନ, ଯଷ୍ଟି ଘେନି ଗରଜନ୍ତି ତାକୁ ଘନ ଘନ। ବ୍ରାହ୍ମଣ ବୋଇଲେ ତୁମ୍ଭେ କର ବିଚାର, ବାଟ ନିରୋଧଣ ମତେ କିମ୍ପା ମାଡ଼ ମାର। ତସ୍କର ବୋଇଲେ ଆମ୍ଭେ ବାଟ ଜଗି ଅଛୁ, ମନୁଷ୍ୟକୁ ମାରି ଆମ୍ଭେ ଧନ ହରି ନେଉ। ଏବେ ବୋଲି ମାରି ଆମ୍ଭେ ଧନ ଘେନି ଯିବୁ, ଏହା ନେଇ ଆମ୍ଭମାନେ କୁଟୁମ୍ବ ପୋଷିବୁ। ବାଟ ପଡ଼ା କଥା ଶୁଣି ସେହି ଦ୍ୱିଜବର, କ୍ଷଣକେ ବସିଲା ସେହି ଚ୍ୟୁତ ବୃକ୍ଷ ମୂଳ। ବ୍ରାହ୍ମଣ ବୋଲଇ ମୋର ନିଶ୍ଚୟ ମରଣ, ସ୍ଥିରୀ ହୋଇ ତୁମ୍ଭେ ମାନେ ମୋର କଥା ଶୁଣ।
ସମସ୍ତେ ସନ୍ମତି କଲେ ଦ୍ୱିଜ ବଚନକୁ। କହ ଦ୍ୱିଜ ବର କଥା ଯା ସେ ମନକୁ। ଚୋରଙ୍କ ବଚନେ ବୋଲେ ସେହି ଦ୍ୱିଜ ବର। ପ୍ରତିଦିନ ମାର ଅଛ ମନୁଷ୍ୟ ପାର। ପ୍ରାଣୀ ହତ୍ୟା କରିଣ ଯେ ଘେନି ଯାଅ ଧନ। ଏପାତ କେ ଭାଗି ହୁଏ ଆଉ କେଉଁ ଜନ। ବୋଇଲେ ସେ ପିତା ମାତା ହସ୍ତେ ଧନ ଦେଉ। ପାପର ଭାଗି ସେମାନେ ଅବଶ୍ୟ ଯେ ତହୁଁ। ତାଙ୍କ ପାଇଁ ଆମ୍ଭେମାନେ ଏତେ ପାପ କରୁ। ସେହି ହତ୍ୟା ଦୋଷ କିମ୍ପା ଆମ୍ଭକୁ ପଚାରୁ। ଏହି ଦୋଷର କାରଣ ଆମ୍ଭ ପିତା ମାତା। ହେମନ୍ତ ବୋଲି ଜାଣୁ ହେ ଏଥିର ବାରତା। ଶୁଣି କରି କଂସ ସେ ବ୍ରାହ୍ମଣ ବୋଇଲା ବଚନ। ବାବୁ ତୁମ୍ଭେ ମୋର କଥା କର ଅବଧାନ। ଏଠାରେ ବସିଣ ଅଛୁ ଆସିବା ପର୍ଯ୍ୟନ୍ତ। ପିତା ମାତାଙ୍କୁ ପଚାରି ଆସ ଜାତୁରିତ। ବୋଲିବ ହୋ ପିତା ମାତା ମନୁଷ୍ୟଙ୍କୁ ମାରୁ। ଧନ ଦ୍ରବ୍ୟ ମାନ ଆଣି ସମର୍ପଣ କରୁ। ଏହି ପାପର ହୋଇବ କିଏ ଯେ କାରଣ। କଥାଏ ପଚାରି ତୁମ୍ଭେ ଆସିବଟି ପୁଣ। ସେ କଥାକୁ ପାପୀ ବୋଲି କହିବେ ବଚନ। ତଦନ୍ତେ ମାରିଣ ମତେ ଘେନି ଯାଅ ଧନ। ମୁହିଁ ଥିବି ସତ୍ୟ ତୁମ୍ଭେ ଆସିବାର ଯାଏ। ଏହା ଶୁଣି ଜଣେ ଯୋଗୀ ଗମିଲା ମୁହଁରେ। ଶୂନ୍ୟ ପଥରେ ମିଳିଲା ତାହାଙ୍କ ପାଖରେ। ପିତା ମାତା ବୋଇଲେ କ ଆସିଥିଲ ଖରେ। ପୁତ୍ର ବୋଇଲେ ପିତା ହୋ କଥାଏ ପଚାରୁ। ଏହି କ୍ଷଣି ଅନେକ ଯେ ଧନ ଆଣିପାରୁ। ତୁମ୍ଭେ ଯେ ମନୁଷ୍ୟ ମାରି ଧନ ଦ୍ରବ୍ୟ ହରୁ। ସେ ପାପର କାରଣେ କ ତୁମ୍ଭଙ୍କୁ ପଚାରୁ। ପ୍ରତିଦିନ ଯେତେ ହତ୍ୟା କରୁ ଆମ୍ଭେମାନେ। ପାପ ଭାଗି ହୋଇବ କି କୁହ ତୁମ୍ଭେ ମାନେ। ଶୁଣି କରି ବାପୁଡ଼ା ଯେ ବୋଇଲା ଉତ୍ତର। ସେହି ହତ୍ୟା ପାପ ଅଟେ ତୁମ୍ଭମାନଙ୍କର। ମୁହିଁ ଜନ୍ମ କରିଅଛି ପୋଷିବା ନିମନ୍ତେ। ତୁମ୍ଭେ ପୋଷିବାର ମୋତେ ଅଟଇଛୁ କତେ। ଯେଉଁ ପ୍ରକାରରେ ହେଉ ପୋଷିବା ବିହିତ। ତୁମ୍ଭ ହତ୍ୟା ପାପ ମୋତେ ନୁହେଁ କଦାଚିତ। ଯେ ଯେଉଁ ପାତକ କରେ ତାର ସ୍କନ୍ଧେ ଥାଏ। କୁଟୁମ୍ବ ଲୋକର ବାବୁ କିଛି ଦୋଷ ନୁହେଁ। ଏହି ପୁତ୍ରେ ସ୍ୱରୂପା ସେ ଶୁଣି କରି ଗଲେ। ସେ ବ୍ରାହ୍ମଣ ପାଦ ଧରି ପ୍ରଣିପାତ କଲେ। ବୋଇଲେ ଗୋସାଇଁ ଏକ କଥାଏ କହିବା। ତୁମ୍ଭ ସଙ୍ଗତରେ ଆମ୍ଭେ ତୀର୍ଥକୁ ଗମିବା। ନାନା ବିଧି ପାତ କହେ ହୋଇବ ଦହନ। ଅନେକ କଲୁଣି ଆମ୍ଭେ ହତ୍ୟା ପାପ ମାନ। ଆଜିଠାରୁ ଆମ୍ଭେମାନେ ବାଟ ନ ପାଡ଼ି ଛାଡ଼ିବୁ। ତୁମ୍ଭର ସଙ୍ଗରେ ଆମ୍ଭେ ଗୁଡ଼ାଇ ନଥିବୁ। ଦ୍ୱିଜ ଦଣ୍ଡକ ମଣ୍ଡଳୁ ହାତରେ ଘେନିଲେ। କିଛାର ଖଣ୍ଡିକ ନେଇ କାନ୍ଧେ ପକେଇଲେ। ସେହିଠାରୁ ଦ୍ୱିଜ ବର ଚୋରଙ୍କୁ ଘେନିଣ। ପ୍ରବେଶ ହୋଇଲେ ଯାଇ ବାରାଣସୀ ପୁଣ। ଯେଉଁଠାରେ ଯେତେ ତୀର୍ଥ ଭ୍ରମଣ ସେ କଲେ। ସକଳ ତୀର୍ଥରେ ଯାଇ ମୁଣ୍ଡ ବୁଡ଼ାଇଲେ। ସେ ସ୍ଥାନରେ ଅବସ୍ଥିତ ଯେତେ ମୁନି ଗଣ। ହୋଇଛନ୍ତି ଧ୍ୟାନ ମଗ୍ନ ଦେଖିଣ ସେ କ୍ଷଣ। ଚୋରମାନେ ଏକ ମନେ ସେ ସ୍ଥାନକୁ ଗଲେ। ହରି ହରି ଧ୍ୱନିମାନ କର୍ଣ୍ଣରେ ଶୁଣିଲେ। ସେହି ଚୋରମାନେ ଏକା ହରି କଲେ ଧ୍ୟାନ। ତାଙ୍କର ସକଳ ପାପ ହୋଇବ ଦହନ। ସେ ତୀର୍ଥରେ 7 ଦିନ ସମସ୍ତ ରହିଲେ। ମହାପାପ ମାନେ ସବୁ ଦୂର କରିଦେଲେ। ଶୁଣ ପରୀକ୍ଷିତ ସେହି ଗାନ୍ଧର୍ବଙ୍କ କଥା। ଏହି ମତେ ତାହାଙ୍କର ସରିଲା ବ୍ୟବସ୍ଥା। ପରୀକ୍ଷିତ ପୂଜା କଲେ ମୁନିଙ୍କ ପୟର। ତୋହର ପ୍ରସାଦେ ମୁହିଁ
ପାପୁ ହେବି ପାର ଛଗନ୍ଧର୍ବ ବାଟ ପଡ଼ା ଘରେ ଜନ୍ମିଥିଲେ ଆରେକ ଜନ୍ମରେ ଯାଇ କେଉଁଠି ରହିଲେ ବାରଣାସୀ ତୀର୍ଥର ଯେ କଲେ କତସ୍କର କି ବିଚାର ହୋଇଲା ଧର୍ମ ପୁରାଣର ନାଶ କର ଦେବ କିସ ବଚନ ବୋଇଲା ତାହାଙ୍କର ହତ୍ୟା ପାପ କିସ ବାଛିଲା ଧର୍ମ ପୁରାଣର କଥା କହ ମୁନିବର ହରି କଥା ଶୁଣି ମୁହିଁ ଭବୁ ହେବି ପାର ଏହା ବୋଲି ପଚାରିଲେ ପରୀକ୍ଷ ରାଜନ ଶୁକ ମୁନି କହନ୍ତି ଯେ ହରି କଥା ମାନ ଏଥୁ ଅନନ୍ତରେ କଥା ଶୁଣ ପରୀକ୍ଷିତ ଚୋରମାନେ କାଶୀ କ୍ଷେତ୍ରେ ହେଲେ ପ୍ରାଣ ହତ ଯହୁଁ ସେ କାଶୀ କ୍ଷେତ୍ରରେ ପ୍ରାଣ ହେଲେ ନାଶ ଦୂତ ଯମଦୂତ ମାନେ ତାଙ୍କୁ ନେଲେ ଯାଇ ଫାଶ ଦେଖିନ ଚିତ୍ର ଗୁପତ କରନ୍ତି ବିଚାର ସେ ବୋଇଲା ଏହାଙ୍କର ପାତକ ପାର ଚୋର ଜୀବିକା କରିଣ ମନୁଷ୍ୟ ମାରିଲେ ହତ୍ୟା ପାପ ମାନ ତେଣୁ କାନ୍ଧରେ ବୋଇଲେ କେବଳ ହିଁ ପୁଣ୍ୟ କଲେ ବାରାଣାସୀ ଯାଇ ହରି ହରି ବୋଲି ପ୍ରାଣ ବିସର୍ଜିଲେ ତହିଁ ଧର୍ମ ପୁରୁଷ ବୋଇଲେ ଏଣୁ ପାପ ଗଲା ଶ୍ରୀହରି ଚରଣେ ନାମ ଏକ ସକଳ ନାସିଲା ଯାଅ ତୁମ୍ଭେ ଜାତ ହୁଅ ଦେବକୀ ଗର୍ଭରେ ଜନ୍ମିଲା ମାତ୍ରକେ ମୃତ୍ୟୁ ହୋଇବ ତୁମ୍ଭରେ ଗୁରୁ ପତ୍ନୀ ହରିବାକୁ କଲ ହୋ ବିଚାର ଛାଏ ନାଶ ଯାଅ ତୁମ୍ଭେ ଅସୁର ହସ୍ତର ଗନ୍ଧର୍ବ ମାନ ଯେ ପୂର୍ବେ ସାପ ପାଇଥିଲେ ତେଣୁ ସେ ଦେବକୀ ଗର୍ଭେ ଜନମ ଲଭିଲେ କଂସର ହସ୍ତେ ସେମାନେ ହୋଇଲେ ନିଧନ ଦେବକୀ ଗର୍ଭରେ ଜନ୍ମି ହେଲା ମୁଚମାନ ସେ ଷୋଡ଼ଙ୍କର କଥା ଯେ ପଚାରିଲୁ ମତେ ହରିବଂଶ କଥା ତୁମ୍ଭେ ଶୁଣାଇଲୁ କେତେ ପରୀକ୍ଷ ଶୁକ ମୁନିକୁ ପୁଣି ପଚାରିଲେ ତଦନ୍ତରେ ଦେବକୀ ଯେ କେଉଁ କୃତ୍ୟ କଲେ ବସୁଦେବ ଦେବକୀ ଯେ ଥାନ୍ତି ବନ୍ଦୀ ଘର କି ବିଚାର ସେ କଲେ ଦେବକୀ କେପଣ ଦିନର ଷଡ଼ ପୁତ୍ର ଦେଇ ଦେବି ମହାଦୁଃଖେ ଛନ୍ତି କି ପ୍ରକାରେ ପାଇଲା ସେ ପୁତ୍ରକୁ ମୃଗାକ୍ଷୀ ଶୁକ ମୁନି କହନ୍ତି ଯେ ଶୁଣ ହରି କଥା ପୁତ୍ର ଦୁଃଖେ ଦେବକୀର ମନେ ବଡ଼ ବ୍ୟଥା ଷଡ଼ ପୁତ୍ର ଦେଖିଣ ସେ ଥାନ୍ତି ଦୁଃଖରେ ମନେ ମନେ ଚିନ୍ତା କରି ଅନାଦି ଈଶ୍ୱର ବାସୁଦେବ ବୋଲେ ଦେବୀ ଚିନ୍ତା କିମ୍ପା କର ଶ୍ରୀହରିଙ୍କୁ ଚିନ୍ତା କର କରିବେ ସେ ପ୍ୟାର ମହା ଦୁଃଖରେ ଥାଇଣ ଚିନ୍ତନ୍ତି ଅଚ୍ୟୁତ ଶରଣ ପଞ୍ଜର ବାନା ଅଟେ ତୋର ନାଥ ଅନ୍ନ ପାଣି ତାହାଙ୍କର ହେଳେ ଚକ୍ରଧର କେଉଁ ନାମକୁ ଧ୍ୟାଇଲେ ଦୁଃଖ ହୁଏ ପାର ଏଥୁ ଅନନ୍ତରେ ପରୀକ୍ଷା ରାୟ ଏବେ ଶୁଣ କଂସର ପ୍ରତିଜ୍ଞା ଅଟେ ଅତି ଗୁରୁ ଟାଣ ଏକ ଦିନେ କଂସ ବୀର ପ୍ରତିଜ୍ଞା କରଇ କିଏ ମୋର ସରିତରେ ଚତୁର୍ଦଶ ମହିମ ପ୍ରତିଜ୍ଞା କରିଣ ତହୁଁ ଉଠେ କଂସ ବୀର ବସୁନ୍ଧରା ତାହା ଦେଖି ହେଲା ଥରହର ବାସୁକୀର ମୁଖୁ ବହେ ରୁଧିରର ଧାର କେତେ କାଳ ପର୍ଯ୍ୟନ୍ତେ ସହିବ ଏ ଭାର ଅତ୍ୟନ୍ତ ଅସହ୍ୟ ହେଲା ଏହାର ଦୃଷ୍ଟତା ଏତେ ବୋଲି ଅନନ୍ତ ଯେ କଲା ବହୁ ଚିନ୍ତା ପୃଥିବୀର ଭାର ଆଉ ସହି ନ ପାରିଲା କ୍ଷଣେ କ୍ଷଣେ ବିଚାରଇ ଫିଙ୍ଗି ଦେବି ମହିମ ଏହି କ୍ଷଣି ଦେବକୀକୁ ପଡ଼ିବ ଜଳରେ ଏହି ପଣି ଚିନ୍ତା ସେହି କରଇ ଅପାର ଏଥୁ ଅନନ୍ତରେ ପୁଣି ସର୍ବେ ଦିଗ ପାଳ ଇନ୍ଦ୍ରାଦି ସହିତ ଯାଇ ବ୍ରହ୍ମାଙ୍କୁ କହିଲେ କେତେ କାଳ ଖଟିଥିବୁ ଏହା ତୁମ୍ଭେ କହ
केते काल दुख आउ सहिबटी देह कंस राजा अतिशय कला हरबर ता शुणी ब्रह्मा बोइले चिंता कर दूर 84 सहस्र वर्ष हेला राज्यभार आउ अल्प दिने कंस होइब संहार इंद्र बोले केते काल खटिबु याकु हिम केते काल नासिब हे दुख भाव ग्राही एहा बोली देवता हे कहंती उत्तर आहे देवपति आंभे होइबु कि पार कह तुम्भे देव शुण गोपन न कर देवतांकु चाहि करी बोले वेद बर आहे देव तुम्भे चिंता न कर अंतरम संकट फेड़ब निश्चय प्रभु चक्रधरम ब्रह्मार वचने देवे स्मरंती प्रभुंकु केते काल दुख आउ देव हो आंभंकु संकट पड़िले तुही रख नारायण अनाथर नाथ तुम्भे अट जनार्दन आहे बोली देवे ताकू कले स्मरण महासंकटरु तुम्भे रख नारायण देवता बोइले ब्रह्मा आंबे बोल कर एकत्र समस्ते चाल विष्णु छामुर आंभर वचन किस न शुण कारण रे ब्रह्मा को देवता माने बोलंती उत्तरे कह कह देव बर एथिर चरित ब्रह्मा बोल शुणी सर्वे होई एक चित अनेक विपदु रखी अछंती श्री हरि तेणु करी कंस आसी अछि अवतरी पुरंधर शुण तंबे त्रातया जुगरे जन्म लभिला राम दशरथ घरे पितार वचने राम गले बनवासी अनेक असुर तही कले विनाशी राम घरणी रावण नेला बहु हरि सेथि पाई कोप कले प्रभु रावणारी आंभे माने थिलु सिना रावण पासरे स्वर्गरे न थिलु केही शुणुअछ सुरे भार्या पाई कि बाटरे तार दोष शिर शत्रु कुमारी सेहु कले दृष्ट दूर सीता निर्वासन करी राम तीर्थ गले सेही देह घेनी राम बैकुंठे ओइले आहे इंद्र तुझे बसी थिलु आस्थान रे एमंत समय राम मिलिले सहारे आपणे इंद्रादि तुही बोल बोइलु ताहांकु ब्रह्म हत्याकारी केन्हे ओइलु एठाकु केही तुम्भे न शुणिल श्री राम बदन एहा देखी महालज्जा पाई जनार्दन रावण ठारे माने होइथिले बस मते सर्वे देउछंती ब्रह्म हत्या दोष देवतांकर जानिबा वीर सुरपण एहांक शत्रुकु किए करिब वारण देखिबाटी सुर मान केमंत रहंती असुर भयरु सर्वे केमंत तरंती एहा बोली कोप कले प्रभु भगवान जाई प्रवेशिले नीलकंदर कानन सेबने अछंती नील सुंदर पर्वत सेही पर्वत पाखरे अछि कल्प वृक्ष सेही बट वृक्ष तले पश्चिम भागरे अनंत सज्जारे तही रहिले श्रीधरे नीलारंभु भूमि परे छंती विजय करी आउ तुम्भर चिंतारे नाहंती श्रीहरि आहे इंद्र तोते ताहा प्रत्यक्ष पारिला विष्णु निंदा जोगे तोरम ए दशा घटिला नोहिले कंसर ठारे करु भृत्यपणम करिअछंती ए मंत कुट नारायण एहा शुणी देव स्तुति ब्रह्मा को करिले कि प्रकार ए संकटु तरिबु बोइले आहे देव बर तुम्भे कथा एक करम आंभ को घेनिण चाल विष्णु छामुरम आंभर आकुल कर श्रीहरिंक पास जन्मे जन्मे होइथिबु ताहांकर दास ब्रह्मा बोले कहिबाकू मोर मुह नाही कि बोली बोलिबे मते गुरुकुल साई
ଏହା ଦେବେ ଶୁଣ ଏବେ ମୋହର ବଚନ। ସମସ୍ତେ ଏକତ୍ର ଯିବା ତାହାଙ୍କ ଭୁବନ। ନାସିଲେ ନାସନ୍ତୁ ଅବା ରଖିଲେ ରଖନ୍ତୁ, ତାଙ୍କ ବିନା ଗତି ନାହିଁ ଆମ୍ଭର ଶୟଳେ। ଇନ୍ଦ୍ର ବୋଲେ ଆମ୍ଭେ ମାନେ ସମସ୍ତେ ହିଁ ଯିବା, ସୁମେରୁ ଆଶ୍ରମେ ଯାଇ ବିଚାର କରିବା। ଏହା ବୋଲି ଦେବଗଣ ମାୟାକୁ ଡାକିଲେ, ନିଦ୍ରାକୁ ପଠାଇ ଦେଇ ମେରୁକୁ ଗମିଲେ। 33 କୋଟି ଦେବେ ଯେ ଆଶ୍ରମେ ବସିଲେ, କଂସ ନାଶ ଯିବା କଥା ସମସ୍ତେ ବୋଇଲେ। ମେରୁ ସଭାରେ ବସି ଅଛନ୍ତି ଦେବଗଣ, ହୃଦୟରେ ଭାବୁଅଛନ୍ତି ରଖ ନାରାୟଣ। ଅନନ୍ତ ବାସୁକି ନାଗ କାନ୍ଦିଣ ଅଇଲା, ରୁଧିର ବହୁଚି ଆସି ଦେବଙ୍କୁ କହିଲା। ବୋଇଲା ବସୁଦେବ ଶୁଣ ଆହେ ଦେବଗଣ, ମୁହିଁ ସଞ୍ଚି ନ ପାରିବି ପୃଥିଭାରା ପୁଣ। କଂସର ଗମନେ ମୋର ମୁଖୁ ରକ୍ତ ବହେ, ଅସହ୍ୟ ତାହାର ଭାରା ସହିବାର ନୁହେଁ। କେତେ ଭାରା ସହିବଇ ଏ ମୋହର ଦେହ, ଛାଡୁଅଛି ପୃଥି ଏବେ ଦେବଗଣ ବୋହ। 84 ସହସ୍ର ବର୍ଷ କଂସ ରାଜ୍ୟ କଲା, ଦିନୁ ଦିନ ମତେ ବଡ଼ ଭାରା ଉପୁଜିଲା। ସମ୍ଭାଳ ସମ୍ଭାଳ ବୋଲି ପୃଥି ଦେଲା ଛାଡ଼ି, ପୃଥି ଦେଲା ରଡ଼ି, ଆଉ ସହି ନ ପାରିବି ଦୈତ୍ୟର ଦଳି। ଏହା ବୋଲି ବସୁମତୀ କରଇ କ୍ରନ୍ଦନ, ବସୁମତୀ ରୁଦନରେ ଦୋଖୀ ଦେବଗଣ। ବିଧାତା ବୋଇଲେ ତୁମ୍ଭେ ଶୁଣ ବସୁନ୍ଧରୀ, ଅଳ୍ପ ଦିନ ମାତ୍ର ଥାଅ ସବୁ ଜୀବ ସରି। କାହାକୁ କହିବୁ ଦୁଃଖ ଶୁଭନାଥ ବୋଲି, ସମସ୍ତେ ଦେବତା ଗଣ ନିରେଖି ହୋଇଲେ। ଉଭା ହୋଇଥାଉ ଆମ୍ଭେ ଜଗତି ତଳରେ, ବସ ବୋଲି ଦିନେ ଆଉ ନ କହେ ପାମରେ। କଂସର ନାଶ ନିମନ୍ତେ କରୁଛୁ ଉପାୟ, ବୁଝାଇ କହିଲେ ତୁମ୍ଭେ କାତର ନ ହୁଅ। ବସୁନ୍ଧରୀ ଦେବୀ ତୁମ୍ଭେ କର ଗୋ ଗମନ, ଦିନାକେ ତେ ସହିଥାଅ ଶୁଣ ମୋ ବଚନ। ଅତ୍ୟନ୍ତ ଦୁର୍ଦାନ୍ତ ହୋଇଅଛି କଂସରାଣ, ଅବଶ୍ୟ ସେ ନାଶ ହେବ ଅଛି ଅଳ୍ପ ଦିନ। ବିଶେଷରେ ଆଉ ଅବା କହିବଇ କିସ, ସମସ୍ତେ କର ପାଞ୍ଚା କଂସ ଯାଉ ନାଶ। ବ୍ରହ୍ମା ବୋଲି ଆମ୍ଭେ ଯାଉ ଅଛି ହରି ପାଶ, ହରିଙ୍କୁ ସକଳ କଥା କହିବୁ ବିଶ୍ୱାସ। ବ୍ରହ୍ମାଙ୍କ ବଚନେ ଗଲା ବସୁମତୀ ଧାତି, ସମ୍ଭାଳି ଦଇଲା ସେହି ଚରାଚର ପୃଥି। ଦେବତାଏ ବସି ଏଣେ କରନ୍ତି ବିଚାର, ଇନ୍ଦ୍ର ବୋଲେ କି ବିଚାର କର ଦେବବର। ଚାଲ ଯିବା ଅତି ବେଗେ ଶ୍ରୀହରିଙ୍କ ପାଶେ, ଆମ୍ଭର ଦୁର୍ଦ୍ଦଶା ତାଙ୍କୁ କହିବା ବିଶେଷେ। ସମସ୍ତେ ଏକ ମୁଖରେ କରନ୍ତି ଗମନ, ଜାଇଣ ପ୍ରବେଶ ହେଲେ ତାଙ୍କ ସନ୍ନିଧାନ। ବଟ ତଳେ ଦେବତାଏ ଦୁଃଖେ ଉଭା ହୋଇ, ବ୍ରହ୍ମାଙ୍କ ଦୁଃଖର କଥା କହିଲେ ବୁଝାଇ। ଗମନ କରହୁ ଶୀଘ୍ର ତୁମ୍ଭେ ଦେବବର, ଅନେକ ମତେ କହିବ ପ୍ରଭୁଙ୍କ ଛାମର। ରହିଲେ ଦେବତା ତହିଁ ବଟର ତଳରେ, ପିତାମହ ଗଲେ ଶ୍ରୀହରିଙ୍କ ଉଦ୍ଦେଶ୍ୟରେ। ଅନନ୍ତ ଶଯ୍ୟାରେ ଶୋଇଛନ୍ତି ଦେବହରି, ଜାଇଣ ମିଳିଲେ ବ୍ରହ୍ମା ଅତି ବେଗ କରି। କର ଯୋଡ଼ି ସ୍ତୁତି କଲେ ଜୟବନମାଳି, ଶରଣ ଶୋଧନ ନାଥ ପ୍ରଳୟନ୍ତକାରୀ। ଜୟତୁ ଦେବ ଦେବ ନାରାୟଣ, ତୋହର ପାଦରେ ଦେବ ପଶିଲେ ଶରଣ। ଜୟ ନାରାୟଣ ତୁହି ସଙ୍କଟ ତାରଣ, ତବିନୁ ରକ୍ଷକ କେହି ନାହିଁ ନାରାୟଣ। ସର୍ବକାଳେ ଦୈତ୍ୟ ବଳ କରୁ ନିସୁନ୍ଦନ, ନୀଳୋତ୍ପଳା ଦଳ ପ୍ରାୟ ତୋହର ବଚନ। ପ୍ରଳୟ କାଳର କଥା ତୋହର ସମାନ, କେହି ଜାଣି ନ ପାରହି
तोर बिनुआन देवंकु देवता पद देलु भूमंडले शरण सोदन नाथ रख सर्वकाले सच्चिदानंद स्वरूप तुही देव रूप अणाकार नाथ तुई चराणर व्याप सरोज ब्रह्म रूपी तू अटु सत्य जुगे नीलधर रूप कांति त्रेतया जुगे भागे दशरथ घरे राम रूपरे जन्म जे बण नाम अव्यय अटे परम ब्रह्म जोगींद्र पुरुष माने जाति तंती ध्याने बणा होइछंती सर्वे केउ नाम नामे से ब्रह्म रूपी तू धरी थाउ सर्वकाले अनंत रूप तू हेउ महाजोग बले कली जुगे बौद्ध रूप कल्प बट तले से बटर तल भागे नीलकंदर रे से काले बसिलु नाथ अनंत जुगरे बुद्धि गोचर मर बनिबाकु बले द्वापर जुगरे तुही कृष्ण अवतारे जन्म लभिलु पुणी मथुरा नरगरे तोहर होइला जन्म आंभ दुख जाऊ शरण सोदर नाथ देव भाव ग्राही कि वंदना करिबि मु तोते देव हरि तू जहा आज्ञा करुछु कहुछि उचारी मोह बळे तोते स्तुति करि न पारई एमंत बोलिन ब्रह्मा वचन कहोई जय तू देव त्राणकर्ता हरि जय तू देव भवुकर पारी भावग्राही नाथ तुही तू कृपा करिबु तोहर पद तଳରେ थाउ मोर सेवा श्री हरिर नाम गोटी करुछि अभ्यास हरि श्री हरि चरणाश्रित विप्र नारायण दास हरि बोल।